ଗ୍ରହମାନଙ୍କର ରାଜା ସୂର୍ଯ୍ୟଦେବଙ୍କର ଏହି ରାଶି ପରିବର୍ତ୍ତନରେ ସମଗ୍ର ଜୀବଜଗତ ସହିତ ଦ୍ୱାଦଶ ରାଶିଚକ୍ର ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇଥାଏ। ଏହି ଦିନଠାରୁ ସୂର୍ଯ୍ୟଦେବଙ୍କର ଉତ୍ତରାୟଣ ଗତି ଆରମ୍ଭ ହେବା ସହିତ ମା ମହାଲକ୍ଷ୍ମୀ ତାଙ୍କର ପିତାଙ୍କ ଘରୁ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ତେଣୁ ଏହି ଦିନ ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଓ ମହାଲକ୍ଷ୍ମୀଙ୍କୁ ଏକତ୍ର ଦର୍ଶନ କରିଲେ ଭକ୍ତର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଥାଏ। ଜୟ ଜଗନ୍ନାଥ। ନମସ୍କାର। ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। ଭଗବାନ ସୂର୍ଯ୍ୟଦେବ ଦ୍ୱାଦଶ ରାଶିଚକ୍ରର ଗୋଟିଏ ରାଶିରୁ ଅନ୍ୟ ଗୋଟିଏ ରାଶିକୁ ସଂକ୍ରମଣ କରିବା ବା ଗମନ କରିବାକୁ ସଂକ୍ରାନ୍ତି କୁହାଯାଏ। ଚଳିତ 2025 ମସିହା ଜାନୁଆରୀ ମାସ 14 ତାରିଖ ମଙ୍ଗଳବାର ସକାଳ 8:41 ସମୟରେ ସୂର୍ଯ୍ୟଦେବ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିବେ ଏବଂ ଏହି ଦିନଠାରୁ ମକର ସଂକ୍ରାନ୍ତି ମାସ ଆରମ୍ଭ ହେବ। ଗ୍ରହମାନଙ୍କର ରାଜା ସୂର୍ଯ୍ୟଦେବଙ୍କର ଏହି ରାଶି ପରିବର୍ତ୍ତନରେ ସମଗ୍ର ଜୀବଜଗତ ସହିତ ଦ୍ୱାଦଶ ରାଶିଚକ୍ର ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇଥାଏ। କେତେକ ରାଶି ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିଥାନ୍ତି ତ ଅନ୍ୟ କେତେକ ରାଶି ଧନଲାଭ ମଧ୍ୟ କରାଇଥାନ୍ତି। ଜାଣିବା ସୂର୍ଯ୍ୟଦେବଙ୍କର ଏହି ରାଶି ପରିବର୍ତ୍ତନ ଓ ମକର ସଂକ୍ରାନ୍ତି ମାସରେ କେଉଁ ରାଶି କ'ଣ ଉପାୟ ଅବଲମ୍ବନ କଲେ ତାଙ୍କର ପ୍ରଚୁର ଧନଲାଭ ହୋଇପାରିବ। ମେଷ ରାଶି। ପଞ୍ଚମ ସ୍ଥାନ ଅଧିପତି ରବି ଦଶମରେ ଗୋଚର କରିବା, ଦ୍ୱିତୀୟ ସ୍ଥାନରେ ବୃହସ୍ପତି ଓ ଏକାଦଶ ବା ଆୟ ସ୍ଥାନରେ କୁମ୍ଭ ରାଶିର ଅଧିପତି ସ୍ୱୟଂ ଶନିଦେବ ବିରାଜମାନ କରିବା ଆପଣଙ୍କ ପାଇଁ ଲକ୍ଷ୍ମୀ ବରଦାୟୀ ହେବାର ସମୟ ସୃଷ୍ଟି ହୋଇଛି। ମକର ସଂକ୍ରାନ୍ତି ଦିନ ଅନ୍ନବସ୍ତ୍ର ଦାନ ସହିତ କିଛି ଗୁଡ଼ ମଧ୍ୟ ଦାନ ଆକାରରେ ପ୍ରଦାନ କରନ୍ତୁ। ପ୍ରବଳ ଅର୍ଥଲାଭ ହେବ। ସିଂହ ରାଶି। ଷଷ୍ଠ ଭାବରେ ସିଂହ ରାଶି ଅଧିପତି ସୂର୍ଯ୍ୟଦେବଙ୍କର ମକର ରାଶିରେ ଗୋଚର, ସପ୍ତମ କୁମ୍ଭ ରାଶିସ୍ଥ ଶନି ଏବଂ ପଞ୍ଚମ ଭାବ ଅଧିପତି ବୃହସ୍ପତି କର୍ମ ଭାବରେ ରହିବା ସିଂହ ରାଶି ବ୍ୟକ୍ତିଙ୍କ ପାଇଁ ବାଣିଜ୍ୟ ବେପାର ଓ ଚାକିରି କ୍ଷେତ୍ରରୁ ପ୍ରବଳ ଆର୍ଥିକ ଫାଇଦା ପହୁଞ୍ଚାଇବ। ସରକାରଙ୍କ ସହିତ ଚୁକ୍ତିବଦ୍ଧ ହୋଇ ବା କଣ୍ଟ୍ରାକ୍ଟି କାର୍ଯ୍ୟରେ ପ୍ରବଳ ଧନପ୍ରାପ୍ତିର ସମ୍ଭାବନା। ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉପାସନା ସହିତ ବ୍ରାହ୍ମଣଙ୍କୁ ଅନ୍ନ ବସ୍ତ୍ର ଦାନ କରନ୍ତୁ। ସଂକ୍ରାନ୍ତି ମାସର ସମସ୍ତ ଶୁଭ ଫଳ ପାଇପାରିବେ। ବିଛା ରାଶି। ମକର ସଂକ୍ରାନ୍ତି ମାସରେ ତୃତୀୟ ସ୍ଥାନସ୍ଥ ରବି ଓ ସପ୍ତମ ସ୍ଥାନରେ ଅବସ୍ଥିତ ବୃହସ୍ପତି ବାଣିଜ୍ୟିକ କାରବାରରୁ ପ୍ରବଳ ଲାଭ ପ୍ରଦାନ କରିବେ। ରିଏଲ ଇଷ୍ଟେଟ୍ ବା ଜାଗାବାଡ଼ି କାରବାରରୁ ଆଦାୟ ଅର୍ଥ ରଖିବା ପାଇଁ ଟ୍ରେଜେରୀ ଛୋଟ ପଡ଼ିଯିବ। ସମୟର ସଦ୍ବ୍ୟବହାର ସହିତ ସୂର୍ଯ୍ୟପୂଜା ଓ ସଂକ୍ରାନ୍ତି ଦିନ ଦାନ ଦକ୍ଷିଣା ପ୍ରଦାନ ମାସଟି ପାଇଁ ବହୁତ ଶୁଭଦାୟକ ରହିବ। ମକର ରାଶି। ଲଗ୍ନ ସ୍ଥାନରେ ରବି ତେଜିଆନ୍, ଦ୍ୱିତୀୟ ଧନଭାବ କୁମ୍ଭ ରାଶିର ଅଧିପତି ସ୍ୱୟଂ ଶନିଦେବ ଓ ପଞ୍ଚମ ଭାବରେ ବୃହସ୍ପତି ମହାଗ୍ରହଙ୍କ ଅବସ୍ଥାନ ମକର ରାଶି ପାଇଁ ମାଟି ଧରିଲେ ସୁନା ହେବା ଭଳି ସମୟ ନିର୍ମାଣ କରିଛି। ବାଣିଜ୍ୟ ବେପାର ଓ ଚାକିରି ବୃତ୍ତିରୁ ପ୍ରବଳ ଧନାଗମ ହେବ। ସଂକ୍ରାନ୍ତି ଦିନ ସୂର୍ଯ୍ୟଦେବଙ୍କର ପୂଜା ଆରାଧନା ସହିତ ଅଭାବୀ ଲୋକଙ୍କୁ ଅନ୍ନ ବସ୍ତ୍ର ଧନ ଦାନ କରନ୍ତୁ। ସମସ୍ତ ସୁଫଳ ପାଇବେ। ମୀନ ରାଶି। ତୃତୀୟ ଭାବରେ ଥିବା ବୃହସ୍ପତି, ଆୟ ଭାବରେ ରବି ଓ ଲଗ୍ନରେ ବିରାଜିତ ରାହୁ ଅନ୍ୟ ଗ୍ରହମାନଙ୍କୁ ଏଡ଼ାଇ ଆପଣଙ୍କୁ କୁବେର ସମ୍ପତ୍ତି ପ୍ରଦାନ କରିବାରେ ସମର୍ଥ। ନିଜ ସାମର୍ଥ୍ୟରେ ବାଣିଜ୍ୟ ବେପାର ହେଉ ଅଥବା ଚାକିରି ବୃତ୍ତି ହେଉ, ଆପଣଙ୍କ ଭାଗ ଆପଣ ନିଜ ପରାକ୍ରମରେ ପାଇପାରିବେ। ସଂକ୍ରାନ୍ତି ଦିନ ଅନ୍ନବସ୍ତ୍ରରେ ମାସଟିର ପୂର୍ଣ୍ଣ ଶୁଭଫଳ ମିଳିପାରିବ। ରାଶିଚକ୍ରର ଏହି 5 ଗୋଟି ରାଶିକୁ ବାଦ୍ ଦେଇ ଅନ୍ୟ 7 ଗୋଟି ରାଶି
ଧନଲାଭ କ୍ଷେତ୍ରରେ ମଧ୍ୟମରୁ ସାମାନ୍ୟ ଧରଣର ଫଳ ପ୍ରାପ୍ତ କରିବେ। ମକର ସଂକ୍ରାନ୍ତି ମାସରେ ସମସ୍ତ ଶୁଭଫଳ ପାଇବା ନିମନ୍ତେ ସଂକ୍ରାନ୍ତି ଦିନ ଜାନୁଆରୀ 14 ମଙ୍ଗଳବାର ଦିନ ପ୍ରାତଃ ସ୍ନାନ ସାରି ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ। ସଂକ୍ରାନ୍ତିର ପୁଣ୍ୟକାଳ ସକାଳ 9 ଘଣ୍ଟା ଠାରୁ ଆରମ୍ଭ ହେଉଥିବାରୁ ସେହି ସମୟରେ ବ୍ରାହ୍ମଣ ତଥା ଅଭାବୀ ଲୋକଙ୍କୁ ଅନ୍ନ, ବସ୍ତ୍ର ଓ ଧନ ଦାନ କରନ୍ତୁ। ମକର ସଂକ୍ରାନ୍ତି ମାସଟିର ପୂର୍ଣ୍ଣ ଶୁଭ ଫଳ ପାଇପାରିବେ। ଏହାଛଡ଼ା ମକର ସଂକ୍ରାନ୍ତି ଦିନ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଓ ମା ମହାଲକ୍ଷ୍ମୀଙ୍କୁ ଦର୍ଶନ କରି ମନସ୍କାମନା ଜଣାନ୍ତୁ। ଧନଧାନ୍ୟରେ ଘର ପରିପୂର୍ଣ୍ଣ ହେବ। ଏହି ମକର ସଂକ୍ରାନ୍ତି ଦିନ ମା ମହାଲକ୍ଷ୍ମୀ ତାଙ୍କର ପିତାଙ୍କ ଘରୁ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ଓ ସାଙ୍ଗରେ ମକର ଭାର ମଧ୍ୟ ଆଣିଥାନ୍ତି। ତେଣୁ ଆର୍ଥିକ ସମସ୍ୟା ଭିତରେ ରହୁଥିଲେ ଏହି ଦିନ ମା ମହାଲକ୍ଷ୍ମୀଙ୍କ ଦର୍ଶନ ବିଶେଷ କୃପାଦାୟୀ ହୋଇଥାଏ ଓ ଆର୍ଥିକ ସଙ୍କଟ ଦୂର ହୋଇ ଘରେ ସଦାସର୍ବଦା ମା ମହାଲକ୍ଷ୍ମୀ ବିରାଜମାନ କରିଥାନ୍ତି। ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବାକୁ ଅନୁରୋଧ। ନମସ୍କାର। ତପନ।